କରଞ୍ଜିଆ ପବିତ୍ର ମାଟି ସହିତ ମୋର ଦୀର୍ଘ ଦିନର ସମ୍ପର୍କ ଏବଂ ବିଭିନ୍ନ ସମୟରେ ମୁଁ କ୍ଷମତାରେ ନଥିଲା ବେଳେ ମଧ୍ୟ କ୍ଷମତାରେ ଥିଲାବେଳେ ମୋର ବନ୍ଧୁ ରାଜନ ସାହୁ ଏବଂ ତାଙ୍କ ସାନ ଭାଇ ମୋ ନିଜ ସାନ ଭାଇ ଭଳି ଭୁବନ ସାହୁ ଯିଏ ଜିଲ୍ଲା କଂଗ୍ରେସ କମିଟିର ବର୍ତ୍ତମାନ ସଭାପତି ଅଛନ୍ତି, ତାଙ୍କ ପରିବାର ସହିତ ମୋର ଘନିଷ୍ଠତା ମୂଳରୁ ରହିଛି ଏବଂ କରଞ୍ଜିଆ ଲୋକମାନଙ୍କ ସହିତ ମୋର ମଧ୍ୟ ସମ୍ପର୍କ ସେଇଭଳି ଭାବରେ ରହିଛି। ମୁଁ ଯେତେବେଳେ ମନ୍ତ୍ରୀ ଥିଲି, ଯେତେବେଳେ ପିସି ସଭାପତି ଥିଲି, ଯେତେବେଳେ ଏମଏଲଏ ଥିଲି, ସେତେବେଳେ ସମ୍ପର୍କରେ ଥିଲି, ଆଜି ମଧ୍ୟ ସେଇ ସମ୍ପର୍କ ଅଛି। ଆଜି ଗୋଟେ ଖୁସିର ମୁହୂର୍ତ୍ତ, ଆମ କରଞ୍ଜିଆ ଜେନାସାହିର ଆମର ଦଳିତ ଲୋକମାନେ ସମ୍ମିଳିତ ଭାବରେ ଆଜି ଯୋଉ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା କରି ତାର ପୂଜା କରିବାର ବ୍ୟବସ୍ଥା କରିଛନ୍ତି, ସେଠିକି ମତେ ନିମନ୍ତ୍ରଣ କରିଛନ୍ତି ଆସିକି ସେମାନଙ୍କ ସହିତ ଯୋଗ ଦେବା ପାଇଁ। କେବଳ ଯେ ମନୁବାଦୀ ଲୋକମାନଙ୍କ ପାଖରେ ଭଗବାନ, ମନୁବାଦୀ ଲୋକଙ୍କ ପାଖରେ ରାଧାକୃଷ୍ଣ, ମନୁବାଦୀ ଲୋକମାନଙ୍କ ପାଖରେ ସବୁ ଦେବାଦେବୀ, ସେମାନେ ପୂଜା କରିବା ପାଇଁ ଠିକା ନେଇଛନ୍ତି, ଦଳିତ ଲୋକମାନେ ସେ କାର୍ଯ୍ୟ କରିପାରିବେନି। ଆଜି କରଞ୍ଜିଆ ଜେନାସାହି ପ୍ରମାଣିତ କରିଛି ଭଗବାନ ସମସ୍ତଙ୍କର, ଭଗବାନଙ୍କର ପୂଜା ସମସ୍ତେ କରିପାରିବେ। ଆମେ ଯେଉଁମାନେ ଦଳିତ ଲୋକ, ଆମେ ମଧ୍ୟ ଭଗବାନଙ୍କର ପୂଜା କରିପାରିବୁ ଏବଂ ସମସ୍ତେ ମିଳିତ ଭାବରେ ପୁରାପୁରି ଆମର ଦଳିତ ସମାଜ ଏକତ୍ରିତ ଭାବରେ ଆଜି ଯୋଉ କାର୍ଯ୍ୟକ୍ରମକୁ ନେଇଛନ୍ତି, ଏ କାର୍ଯ୍ୟକ୍ରମରେ ମୁଁ ସମ୍ପୂର୍ଣ୍ଣ ଉତ୍ସାହିତ ଏଇଥିପାଇଁ, ମୁଁ ମଧ୍ୟ ଜଣେ ଦଳିତ ସମ୍ପ୍ରଦାୟର ବ୍ୟକ୍ତି ଏବଂ ମୋର ଭାଇଚାରା ସେମାନଙ୍କ ସହିତ ରହିଛି, ସମ୍ପର୍କ ରହିଛି ଏବଂ ସେମାନେ ମୋରି ଭଳି ବହୁତ ନେତା ବି ଅଛନ୍ତି ଆମ ସମ୍ପ୍ରଦାୟର, କିନ୍ତୁ ସେମାନେ ନିଷ୍ପତ୍ତି କରି ମତେ ଡାକିଛନ୍ତି ଯେ ଆସିକି ସେମାନଙ୍କର ଏ କାର୍ଯ୍ୟକ୍ରମରେ ମୁଁ ତାଙ୍କ ସହିତ ସାମିଲ ହେବି, ସହଭାଗୀ ହେବି ଏବଂ ତାଙ୍କ ସହିତ କିଛି ମୁହୂର୍ତ୍ତ କାଟିବି ଏବଂ ଭଗବାନଙ୍କୁ ତାଙ୍କ ସହିତ ମିଶିକି ପ୍ରାର୍ଥନା କରିବୁ। କାରଣ ଭଗବାନ ଆମର, ଭଗବାନ ସେମାନଙ୍କର, ତାଙ୍କ ଅପେକ୍ଷା ସେମାନେ ସତ୍ତାକୁ ଆସିବା ପାଇଁ ଭଗବାନଙ୍କୁ ଡାକୁଛନ୍ତି। ଆମେ ଯୋଉମାନେ ଗରିବ ଖଟିକିଆ ମେହନତକାରୀ ମଜଦୁର ଲୋକ, ଆମ ଲୋକ ଶାନ୍ତିରେ ରହିବା ପାଇଁ ଭଗବାନଙ୍କୁ ଡାକୁଛନ୍ତି। ଏଇ ଯୋଉ ପାର୍ଥକ୍ୟତା, ସେ ପାର୍ଥକ୍ୟଟା ଆନନ୍ଦ ଆଣି ଦେଇଛି। ଆଉ ମୁଁ ଆଜି ସେମାନେ କଳସ ଯାତ୍ରା କରୁଛନ୍ତି, କଳସ ଆସୁଛି ଦେଓନଦୀରୁ ଏବଂ ମୁଁ ସେମାନଙ୍କ ସହିତ କିଛି ମୁହୂର୍ତ୍ତ କାଟିବି, ତାଙ୍କ ସହିତ ଚାଲିବି ଏବଂ ମନ୍ଦିରରେ ଭଗବାନଙ୍କୁ ପ୍ରାର୍ଥନା କରିବି ଏବଂ ମୁଁ ଆଶା କରୁଛି ଯେ ଆଧ୍ୟାତ୍ମିକତା ସମସ୍ତଙ୍କ ଭିତରେ ରହିବା ଦରକାର ଏବଂ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀ ତାଙ୍କର ଜୀବନ ଚାଲିଗଲା ବେଳେ, ସେ ସେତେବେଳେ ତାଙ୍କୁ ଗୁଳିବିଦ୍ଧ କଲାବେଳେ ସେ ସେତେବେଳେ ହେ ରାମ ବୋଲି କହିଛନ୍ତି। ସେ ମଧ୍ୟ ଛାଡି ନାହାନ୍ତି, ଯଦିଓ ସିଏ ସମ୍ପୂର୍ଣ୍ଣ ଭାବରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ ସମସ୍ତଙ୍କୁ ଏକ କରିକି ଚଲୁଥିଲେ, ସେ ମଧ୍ୟ ଛାଡି ନାହାନ୍ତି, ଭଗବାନଙ୍କୁ ଛାଡି ନାହାନ୍ତି। ତେଣୁ ଏ ଭଗବାନଙ୍କର ପୂଜା ଆଜି ସମସ୍ତେ ମିଳିତ ଭାବରେ କରୁଛନ୍ତି ଏବଂ ଆମ ସମ୍ପ୍ରଦାୟ ଲୋକମାନେ ଏକ ହେଇଯାଇଛନ୍ତି, କରଞ୍ଜିଆ ଏକ ହେଇଯାଇଛି ଏବଂ ସମସ୍ତଙ୍କ ଭିତରେ ଯୋଉ ଭାବାବେଗ ଆସିଛି, ଯୋଉ ଭକ୍ତି ଆସିଛି, ସେ ଭକ୍ତିକୁ ନେଇ ଆମେ ସମସ୍ତେ ତାକୁ ବାଣ୍ଟିକି ନବା ଆଉ ଭଗବାନଙ୍କର ଆଶୀର୍ବାଦକୁ ଯାହା ମିଳିବ ତାକୁ ସମସ୍ତ କରଞ୍ଜିଆ ବାସୀଙ୍କ ପାଇଁ ଏବଂ ମୟୂରଭଞ୍ଜ ଜିଲ୍ଲାର ଲୋକମାନଙ୍କ ପାଇଁ, ସର୍ବୋପରି ଓଡ଼ିଶାର ଲୋକମାନଙ୍କ ପାଇଁ କେମିତି ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟତା ସମସ୍ତଙ୍କ ଭିତରେ ରହୁ ଏବଂ ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟ ଯେଉଁଭଳି ଭାବରେ ଗ୍ରାସିଛି ଓଡ଼ିଶା ରାଜ୍ୟକୁ, ସେଥିରୁ କିଭଳି ଆମେ ଦୂରେଇକି ରହିବା, ସେଥିପାଇଁ ମଧ୍ୟ ଭଗବାନ ଆମକୁ ଆଶୀର୍ବାଦ କରନ୍ତୁ। ओके भाई।